ଖଇରାରେ ମୋହର ମାଫିଆଙ୍କ ଆତଙ୍କରାଜ। କନିଷ୍ଠ ଖଣି ଅଧିକାରୀଙ୍କୁ ମୋହର ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ କରିବା ସହ ଟେକା ଓ ପଥର ଫିଙ୍ଗି ଗାଡ଼ିର କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଥିସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ସୁନ୍ଦରପୁର ଅଞ୍ଚଳରେ ବେଆଇନ ମହରମ ଖୋଳା ଚାଲିଥିବା ନେଇ ଖଣି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ କନିଷ୍ଠ ଖଣି ଅଧିକାରୀ ଅଭିଷେକ ବେହେରା ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ ବେଳେ ଅତର୍କିତ ଆକ୍ରମଣ କରିଥିଲେ ମାଫିଆମାନେ। ଜୀବନ ଭୟରେ ଘଟଣାସ୍ଥଳରୁ ପଳାଇ ଆସିଥିଲେ ଖଣି ଅଧିକାରୀ। ହେଲେ ମାଫିଆମାନେ ଖଣି ଅଧିକାରୀଙ୍କ ଗାଡ଼ି ଖଇରା ଥାନା ପର୍ଯ୍ୟନ୍ତ ଗୁଡ଼ାଇ ଆଣିଥିବାର ସୂଚନା ମିଳିଛି। 10ରୁ ଊର୍ଦ୍ଧ୍ୱ ମାଫିଆମାନେ ଏ ଘଟଣା ଘଟାଇଥିବା ସୂଚନା ମିଳିଛି। ଖଇରା ଥାନାରେ ଅଭିଯୋଗ ହେବା ପରେ ପୁଲିସର ତଦନ୍ତ ଜାରି ରହିଛି। ଯାହା ସୂଚନା ରହିଛି, ପ୍ରତ୍ୟେକ ଦିନ ଉକ୍ତ ଅଞ୍ଚଳରେ ମହରମ ଖୋଳା ଚାଲିଥିଲା ବେଳେ ମାଫିଆମାନେ ଏଭଳି ଦାଦାଗିରି କରି ଲୋକମାନଙ୍କୁ ଅଧିକ ଭୟଭୀତ କରୁଥିବା ଅଭିଯୋଗ ଆସିଛି। ତେବେ ଦେଖିବାକୁ ବାକି ରହିଲା ଖଇରା ପୁଲିସ ଏହି ମାଫିଆଙ୍କ ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। सुंदरपुर भितर सुंदरपुर जो गाँव हठात कौन है रात थाना आगे पूरा थाना आगे वीडियो रखी अरे आगे पूरा